ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ମହାପ୍ରଭୁଙ୍କ ଝୁଲଣ ଯାତ୍ରା। ତେବେ ଶ୍ରୀକ୍ଷେତ୍ରରେ ଆଜିଠୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ପବିତ୍ର ଝୁଲଣ ଯାତ୍ରା। ଶ୍ରୀମନ୍ଦିର ଠାରୁ ଆରମ୍ଭ କରି ପୁରୀ ସହରର ବିଭିନ୍ନ ମଠ, ମନ୍ଦିର ଏବଂ ଭକ୍ତଙ୍କ ଘର ପର୍ଯ୍ୟନ୍ତ ଦେଖିବାକୁ ମିଳୁଛି ଝୁଲଣ ଯାତ୍ରାର ଆଧ୍ୟାତ୍ମିକ ମାହୋଲ। ରଙ୍ଗ ବେରଙ୍ଗର ଫୁଲ, ଜରି, ସୋଲ, ରଙ୍ଗ ଓ ବିଭିନ୍ନ ସାଜସଜ୍ଜାରେ ସୁସଜ୍ଜିତ ହୋଇଛି ଝୁଲଣ କୁଞ୍ଜ। ଆସନ୍ତା 7 ଦିନ ଧରି ଶ୍ରୀକ୍ଷେତ୍ରରେ ଏ ପବିତ୍ର ପରମ୍ପରାର ମାହୋଲ ଲାଗି ରହିବ। ଶ୍ରୀମନ୍ଦିରରେ ଆଜି ମଧ୍ୟାହ୍ନ ଧୂପ ପରେ ଶ୍ରୀଜୀଉଙ୍କ ଠାରୁ ଆଜ୍ଞାମାଳ ପ୍ରାପ୍ତ ହେବା ପରେ ପ୍ରଭୁ ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀ ଝୁଲଣ କୁଞ୍ଜକୁ ବିଜେ କରିବେ। ଶ୍ରୀମନ୍ଦିର ମୁକ୍ତି ମଣ୍ଡପରେ ଆକର୍ଷଣୀୟ ଭାବରେ ନିର୍ମାଣ କରାଯାଇଛି ଝୁଲଣ କୁଞ୍ଜ। ଏହି ସୁସଜ୍ଜିତ କୁଞ୍ଜରେ ପ୍ରଭୁ ମଦନମୋହନ ପ୍ରାବୁଟ ରାସ କରିବେ। ଏହାକୁ ଶରତ ରାସ ବୋଲି ମଧ୍ୟ କୁହାଯାଏ। ଝୁଲଣ ଯାତ୍ରା କେବଳ ଏକ ଧାର୍ମିକ ଅନୁଷ୍ଠାନ ନୁହେଁ, ଏହା ଶ୍ରୀକ୍ଷେତ୍ରର ପ୍ରାଚୀନ ପରମ୍ପରା, କଳା ଓ ସଂସ୍କୃତିର ଏକ ଅନ୍ୟାନ୍ୟ ପ୍ରତିଛବି। ଏହି ଯାତ୍ରାକୁ ନେଇ ପୁରୀରେ ଭକ୍ତଙ୍କ ମଧ୍ୟରେ ରହିଛି ବିଶେଷ ଉତ୍ସାହ। ବର୍ଷ ବର୍ଷ ଧରି ଚାଲି ଆସିଥିବା ଏହି ପରମ୍ପରାକୁ ଆଜି ମଧ୍ୟ ସେହି ଶ୍ରଦ୍ଧା ଓ ନିଷ୍ଠାର ସହ ପାଳନ କରାଯାଉଛି। ଶ୍ରୀମନ୍ଦିର ବାହାରେ ମଧ୍ୟ ଝୁଲଣ ଯାତ୍ରାକୁ ନେଇ ବେଶ୍ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର। ପୁରୀର ବିଭିନ୍ନ ମଠ ଓ ମନ୍ଦିରରେ ଅନେକ ଦିନ ପୂର୍ବରୁ ଆରମ୍ଭ ହୋଇଥିଲା ପ୍ରସ୍ତୁତି। କାରିଗରମାନେ ପ୍ରାୟ 1 ମାସ ପୂର୍ବରୁ ସୁଧପୁତ ଭାବରେ ଝୁଲଣ କୁଞ୍ଜ ନିର୍ମାଣ କାମରେ ଲାଗି ପଡ଼ିଥିଲେ। ଦିନରାତି ପରିଶ୍ରମ କରି ସେମାନେ ନିଜର କଳା ଓ କାରିଗରୀରେ ଏହି କୁଞ୍ଜଗୁଡ଼ିକୁ ଆକର୍ଷଣ ରୂପ ଦେଇଛନ୍ତି। ଝୁଲଣ କୁଞ୍ଜର ସାଜସଜ୍ଜା ପାଇଁ ବ୍ୟବହାର ହୋଇଥାଏ ଜରି, ଜମ୍ବୁରା, ସୋଲ, ରଙ୍ଗ ଏବଂ ନୂଆ କନା ଭଳି ବିଭିନ୍ନ ସାମଗ୍ରୀ। କାରିଗରମାନଙ୍କ ସୃଜନଶୀଳତାରେ ଏହି ସାଧାରଣ ସାମଗ୍ରୀଗୁଡ଼ିକ ନେଇଥାଏ ଏକ ଅପୂର୍ବ ରୂପ। କୁଞ୍ଜ ଭିତରେ ଦେବାଦେବୀଙ୍କ ସହ ସଖୀ, ପଶୁପକ୍ଷୀ, ବିଭିନ୍ନ ଗଛଲତା, ସୁବାସିତ ଫୁଲ ଓ ଫଳମୂଳକୁ ସ୍ଥାନ ଦିଆଯାଇଥାଏ। ଫଳରେ ଝୁଲଣ କୁଞ୍ଜ ଏକ ସୁନ୍ଦର ବୃନ୍ଦାବନର ଚିତ୍ର ଭଳି ପ୍ରତୀତ ହୁଏ। ଝୁଲଣ କୁଞ୍ଜରେ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭକ୍ତମାନଙ୍କ ମଧ୍ୟରେ ରହିଛି ବିଶେଷ ଆଗ୍ରହ। ଭକ୍ତଙ୍କ ବିଶ୍ୱାସ ଅନୁଯାୟୀ ପବିତ୍ର ଅବସରରେ ପ୍ରଭୁଙ୍କ ଝୁଲଣ ଲୀଳା ଦର୍ଶନ କରିବା ଏକ ବିଶେଷ ପୁଣ୍ୟର ବିଷୟ। ତେଣୁ ଝୁଲଣ ଯାତ୍ରାର 7 ଦିନ ଧରି ଶ୍ରୀକ୍ଷେତ୍ରର ବିଭିନ୍ନ ସ୍ଥାନରେ ଭକ୍ତଙ୍କ ଭିଡ଼ ଓ ଭକ୍ତିମୟ ପରିବେଶ ଦେଖିବାକୁ ମିଳିବ। ଶ୍ରୀମନ୍ଦିରରେ ହେଉଥିବା ଝୁଲଣ ଯାତ୍ରା ସହିତ ପୁରୀର ବିଭିନ୍ନ ମଠ ଓ ଘରେ ପାଳିତ ହେଉଥିବା ଝୁଲଣ ମଧ୍ୟ ଏହି ପରମ୍ପରାର ଏକ ଅବିଚ୍ଛିନ୍ନ ଅଂଶ। ପୁରୀର ଅନେକ ପରିବାର ନିଜ ଘରେ ଝୁଲଣ କୁଞ୍ଜ ନିର୍ମାଣ କରି ଦେବାଦେବୀଙ୍କୁ ଝୁଲାଇବାର ପରମ୍ପରାକୁ ଆଜି ମଧ୍ୟ ବଜାୟ ରଖିଛନ୍ତି। ଛୋଟ ପରିସରରେ ହେଉ କିମ୍ବା ବଡ଼ ଆକାରରେ ପ୍ରତ୍ୟେକ ଝୁଲଣ କୁଞ୍ଜ ପଛରେ ରହିଛି ଭକ୍ତି, ଶ୍ରଦ୍ଧା ଓ କାରିଗରୀର ସୁନ୍ଦର ସମନ୍ୱୟ। ଝୁଲଣ ଯାତ୍ରା ଅବସରରେ ଶ୍ରୀକ୍ଷେତ୍ରର ପରିବେଶ ମଧ୍ୟ ହୋଇଉଠେ ଭକ୍ତିମୟ। ଝୁଲଣ ଯାତ୍ରା ଅବସରରେ ଶ୍ରୀକ୍ଷେତ୍ର ପରିବେଶ ମଧ୍ୟ ହୋଇଉଠେ ଭକ୍ତିମୟ। କେଉଁଠି ଘଣ୍ଟା ଘଣ୍ଟାର ଧ୍ୱନି, କେଉଁଠି ଭଜନ କୀର୍ତ୍ତନ, ଆଉ କେଉଁଠି ସୁସଜ୍ଜିତ ଝୁଲଣ କୁଞ୍ଜ ଭକ୍ତଙ୍କ ମନକୁ ଆକର୍ଷିତ କରୁଛି। ଶ୍ରୀକ୍ଷେତ୍ରର ଗଳିକନ୍ଦିରେ ମଧ୍ୟ ଏହି ପର୍ବର ରଙ୍ଗ ଦେଖିବାକୁ ମିଳୁଛି। ବିଶେଷ କଥା ହେଉଛି ଏହି ଝୁଲଣ କୁଞ୍ଜ ନିର୍ମାଣ ପଛରେ ରହିଛି ଅନେକ କାରିଗରଙ୍କ ନିଷ୍ଠା ଓ ପରିଶ୍ରମ। ପରମ୍ପରାକୁ ଜୀବନ୍ତ ରଖିବା ସହିତ ନିଜର ସୃଜନଶୀଳତାକୁ ମିଶାଇ ସେମାନେ ପ୍ରତିବର୍ଷ ନୂଆ ନୂଆ ରୂପରେ କୁଞ୍ଜ ନିର୍ମାଣ କରିଥାନ୍ତି। ତେଣୁ ଝୁଲଣ ଯାତ୍ରା କେବଳ ଭକ୍ତିର ପର୍ବ ନୁହେଁ, ଏହା ସ୍ଥାନୀୟ କାରିଗରୀ ପରମ୍ପରାକୁ ମଧ୍ୟ ଆଗକୁ ନେବାର ଏକ ମାଧ୍ୟମ। 7 ଦିନ ଧରି ଚାଲିବାକୁ ଥିବା ଏହି ପବିତ୍ର ଯାତ୍ରାରେ ପ୍ରଭୁଙ୍କ ଝୁଲଣ ଲୀଳା ଦର୍ଶନ କରି ଆଶୀର୍ବାଦ ନେବାକୁ ଭକ୍ତମାନଙ୍କ ମଧ୍ୟରେ ରହିଛି ପ୍ରବଳ ଉତ୍ସାହ। ଶ୍ରୀମନ୍ଦିରର ଝୁଲଣ କୁଞ୍ଜଠାରୁ ଆରମ୍ଭ କରି ବିଭିନ୍ନ ମଠ ଓ ଘରର ଝୁଲଣ ପର୍ଯ୍ୟନ୍ତ ସବୁଠି ରହିଛି ଭକ୍ତି ଓ ପରମ୍ପରାର ଅନ୍ୟାନ୍ୟ ପ୍ରଛାପ। ବ୍ୟୁରୋ ରିପୋର୍ଟ, ସୋନୋ ନ୍ୟୁଜ୍।